जेरेमिया पुस्तक 44 अध्याय। इजिप्टवासी जिहुदी मानक प्रति एक संदेश। इजिप्टर मिग्दल, ताहपानेस, मेफिस, पात्रोस प्रभृति स्थान मानकरे जो जिहुदी माने थिले सेमानक संबंधरे प्रभुंक ठारू जेरेमिया को प्राप्त वचन। इस्राएल ईश्वर सेनाधीश प्रभु कहती, जेरूसालेम ओ जुदा विरुद्ध रे जो समस्त अनिष्ट मु घटाई से समस्त तुम्हें माने देखुअछ। देख से समस्त आज विजन, केही सेठारे बास करू नाही। मते कुपित करी सेमाने अनिष्ट साधन करिथिबा ओ सेमान को तुम मानको किंबा तुम पितृपुरुष मानक प्रति जो देवगण अज्ञ थिले ସେହି ମାନଙ୍କୁ ସେମାନେ ଧୂପାର୍ଚ୍ଚନା ତଥା ସେବା କରୁଥିବା ଯୋଗୁଁ ଏହା ଘଟିଲା। ତଥାପି ମୋର ଦାସ ପ୍ରବକ୍ତାମାନଙ୍କୁ ତୁମମାନଙ୍କ ନିକଟକୁ ଅବିରତ ପଠାଇ ମୁଁ ତୁମମାନଙ୍କୁ କହିଲି ଯେ ଯାହା ମୋ ପ୍ରତି ଘୃଣ୍ୟ ସେପରି ଘୃଣ କାର୍ଯ୍ୟ ସବୁ କର ନାହିଁ। କିନ୍ତୁ ସେମାନେ ସେହି ଚେତାବନୀ ପ୍ରତି କର୍ଣ୍ଣପାତ କଲେ ନାହିଁ। ସେମାନଙ୍କ ଦୁଷ୍ଟତାରୁ ବିମୁଖ ହେବା ଓ ଅନ୍ୟ ଦେବମାନଙ୍କୁ ଧୂପାର୍ଚ୍ଚନା ନ କରିବା ପାଇଁ ସେମାନେ ମନୋଯୋଗୀ ହେଲେ ନାହିଁ। ସୁତରାଂ ଜୁଦାର ନଗରୀ ସକଳ ତଥା ଜେରୁସାଲେମର ରାସ୍ତା ଗୁଡ଼ିକ ବିରୁଦ୍ଧରେ ମୋର କୋପ ବର୍ଷିତ ହୋଇ ପ୍ରଜ୍ୱଳିତ ହେଲା। ଫଳରେ ଆଜି ଯେଉଁପରି ସଂଗଠିତ ତଦନୁଯାୟୀ ସେ ସମସ୍ତ ବିଜନ ତଥା ଶୂନ୍ୟ ହୋଇ ରହିଛି। ସୁତରାଂ ବର୍ତ୍ତମାନ ଇସ୍ରାଏଲର ଈଶ୍ୱର ସେନାଧୀଶ ପ୍ରଭୁ କହନ୍ତି, ତୁମ ନିଜ ବିରୁଦ୍ଧରେ ତୁମେ ଏପରି ମହା ଅନିଷ୍ଟ କାହିଁକି କରୁଅଛ? ତୁମ ମଧ୍ୟରୁ ପୁରୁଷ, ନାରୀ ଓ ସନ୍ତାନ ଶିଶୁମାନଙ୍କୁ ଉଚ୍ଛେଦ କରି ତୁମେମାନେ କ'ଣ ଜୁଦାର ଅବଶିଷ୍ଟାଂଶ ନିଶ୍ଚିହ୍ନ କରୁଅଛ? ବାସ କରିବା ପାଇଁ ଯେଉଁଠାକୁ ଆସିଅଛ ସେହି ଇଜିପ୍ଟରେ ଅନ୍ୟ ଦେବମାନଙ୍କ ଉଦ୍ଦେଶ୍ୟରେ ଧୂପାର୍ଚ୍ଚନା କରି ତୁମେମାନେ କାହିଁକି ତୁମ ହସ୍ତକୃତ କାର୍ଯ୍ୟ ଦ୍ୱାରା ମୋତେ କୁପିତ କରାଇବ? ସମ୍ଭୂଳେ ନିଶ୍ଚିହ୍ନ ହେବା ଓ ପୃଥିବୀବାସୀ ଜନତା ମଧ୍ୟରେ ଅଭିଶାପ ତଥା ଉପହାସର ପାତ୍ର ହେବା ପାଇଁ ତୁମେମାନେ କ'ଣ ଇଚ୍ଛା କରୁଅଛ? ଜୁଦା ଓ ଜେରୁସାଲେମର ରାସ୍ତା ଗୁଡ଼ିକରେ ତୁମେ, ତୁମ ପତ୍ନୀଗଣ, ତୁମ ପିତୃପୁରୁଷ ବୃନ୍ଦ, ଜୁଦାର ରାଜାଗଣ ଓ ସେମାନଙ୍କ ପତ୍ନୀମାନଙ୍କ ଦ୍ୱାରା ସମ୍ପାଦିତ ଦୁଷ୍ଟତା ତୁମେମାନେ କ'ଣ ବିସ୍ମରି ଯାଇଅଛ? ସେମାନଙ୍କ ସେ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ ଅନୁତପ୍ତ ହେଲେ ନାହିଁ କିମ୍ବା ଭୀତ ହେଲେ ନାହିଁ। ତୁମମାନଙ୍କୁ ଓ ତୁମ ପିତୃପୁରୁଷମାନଙ୍କୁ ମୋ ଦ୍ୱାରା ପ୍ରଦତ୍ତ ବିଧାନ ତଥା ନିୟମାବଳୀ ସେମାନେ ପାଳନ କଲେ ନାହିଁ। ସୁତରାଂ ଇସ୍ରାଏଲର ଈଶ୍ୱର ସେନାଧୀଶ ପ୍ରଭୁ କହନ୍ତି, ତୁମ ବିରୁଦ୍ଧରେ ଅନିଷ୍ଟ ଘଟାଇବା ଓ ସମସ୍ତ ଜୁଦାକୁ ବିନାଶ କରିବା ପାଇଁ ମୁଁ ସ୍ଥିର ମନା। ଇଜିପ୍ଟକୁ ଯାଇ ସେଠାରେ ବସତି ସ୍ଥାପନ କରିବା ପାଇଁ ଯେଉଁମାନେ ନିଷ୍ପତ୍ତି ନେଲେ, ଜୁଦାର ସେହି ଅବଶିଷ୍ଟାଂଶକୁ ମୁଁ ଧରିବି। ସେମାନେ ଇଜିପ୍ଟରେ ବିନାଶ ହେବେ। ଖଡ଼୍ଗ ତଥା ଦୁର୍ଭିକ୍ଷ ଦ୍ୱାରା ସେମାନେ ବିନଷ୍ଟ ହେବେ। ସାନ ବଡ଼ ସମସ୍ତେ ଖଡ଼୍ଗ ତଥା ଦୁର୍ଭିକ୍ଷରେ ମୃତ୍ୟୁବରଣ କରିବେ ଓ ଅଭିଶାପ, ଆତଙ୍କ, ନିନ୍ଦା ତଥା ଉପହାସର ପାତ୍ର ହେବେ। ଜେରୁସାଲେମବାସୀକୁ ଦଣ୍ଡ ଦେଇଥିବା ଭଳି ଇଜିପ୍ଟବାସୀମାନଙ୍କୁ ଦୁର୍ଭିକ୍ଷ, ଖଡ଼୍ଗ ତଥା ମହାମାରୀ ଦ୍ୱାରା ମୁଁ ଶାସ୍ତି ଦେବି। ଯେଉଁଠାକୁ ଫେରିଯିବା ପାଇଁ ସେମାନେ ଆଶା କରନ୍ତି ସେହି ଜୁଦାକୁ ଓ ଯେଉଁମାନେ ବସତି ସ୍ଥାପନ କରିବା ପାଇଁ ଇଜିପ୍ଟକୁ ଆସିଲେ ସେହିମାନଙ୍କ ମଧ୍ୟରୁ କେହି ରକ୍ଷା ପାଇବେ ନାହିଁ କିମ୍ବା ଜୀବିତ ରହିବେ ନାହିଁ। ସ୍ୱଳ୍ପ ସଂଖ୍ୟକ ପଳାତକମାନଙ୍କ ବ୍ୟତୀତ ଅନ୍ୟ କେହି ଫେରିବ ନାହିଁ। ସେ ସମୟରେ ଯେଉଁ ପୁରୁଷମାନେ ଜାଣିଥିଲେ ଯେ ସେମାନଙ୍କ ପତ୍ନୀମାନେ ଅନ୍ୟ ଦେବମାନଙ୍କ ଉଦ୍ଦେଶ୍ୟରେ ଧୂପାର୍ଚ୍ଚନା କରିଛନ୍ତି, ସେହିମାନେ ସେମାନଙ୍କ ପାର୍ଶ୍ୱରେ ଦଣ୍ଡାୟମାନ। ନାରୀମାନେ ଏକ ବିଶାଳ ଜନ ସମାଜ ଓ ଇଜିପ୍ଟର ପାତ୍ରେସ୍ ପ୍ରଦେଶର ଲୋକେ ଜେରେମିୟାଙ୍କୁ କହିଲେ, ପ୍ରଭୁଙ୍କ ନାମରେ ଯେଉଁ ରାଜ୍ୟ ସବୁ ତୁମେ କହିଅଛ ତାହା ପ୍ରତି ଆମେ ମନୋଯୋଗୀ ହେବୁ ନାହିଁ। ଆମ୍ଭେମାନେ ଆମ ପିତୃପୁରୁଷମାନେ, ଆମ ରାଜା ଓ ଶାସକମାନେ ଯେପରି ଜୁଦାର ନଗରୀ ସକଳ ତଥା ଜେରୁସାଲେମର ରାସ୍ତା ଗୁଡ଼ିକରେ କରିଥିଲେ
ସେହିପରି ଆମ ଦ୍ୱାରା ଗୃହୀତ ବ୍ରତ ଅନୁସାରେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପାର୍ଚ୍ଚନା କରିବୁ ଓ ପାନୀୟ ବଳି ଉତ୍ସର୍ଗ କରିବୁ। ସେହି ଦିନମାନଙ୍କରେ ଆମ ପ୍ରଚୁର ଖାଦ୍ୟ ଥିଲା ଓ କୌଣସି ଅନିଷ୍ଟର ସମ୍ମୁଖୀନ ନ ହୋଇ ଆମେ ଐଶ୍ୱର୍ଯ୍ୟଶାଳୀ ଥିଲୁ। କିନ୍ତୁ ଯେଉଁଦିନ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପାର୍ଚ୍ଚନା ତଥା ପାନୀୟ ବଳି ସ୍ଥଗିତ ହେଲା, ସେହି ଦିନଠାରୁ ଆମେ ସବୁ କିଛିର ଅଭାବ ଅନୁଭବ କରୁଅଛୁ। ଖଡ଼୍ଗ ତଥା ଦୁର୍ଭିକ୍ଷ ଆମ୍ଭମାନଙ୍କୁ ଗ୍ରାସ କରେ। ନାରୀମାନେ ପଚାରିଲେ, ଆମେ ଯେତେବେଳେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପାର୍ଚ୍ଚନା କଲୁ ଓ ପାନୀୟ ବଳି ଉତ୍ସର୍ଗ କଲୁ, ସେତେବେଳେ ଆମେ କ'ଣ ଆମ ପତିମାନଙ୍କ ଅଜ୍ଞାତ ସାରରେ ତାଙ୍କର ପ୍ରତିରୂପ ସାଦୃଶ୍ୟରେ ପିଷ୍ଟକ ସବୁ ପ୍ରସ୍ତୁତ କରିଅଛୁ ଓ ପାନୀୟ ବଳି ଜାଳି ଦେଉଅଛୁ? ସେତେବେଳେ ପୁରୁଷ ନାରୀ ନିର୍ବିଶେଷରେ ସମସ୍ତ ଜନତାଙ୍କୁ ଓ ପୂର୍ବୋକ୍ତ ଉତ୍ତର ଦେଇଥିବା ସମସ୍ତଙ୍କୁ ଜେରେମିୟା କହିଲେ, ଯେତେବେଳେ ତୁମେମାନେ ତୁମ ପିତୃପୁରୁଷମାନେ, ରାଜାଗଣ, ଶାସକମାନେ ଓ ସମସ୍ତ ଦେଶବାସୀ ଯୁଦାର ନଗରୀ ସକଳ ତଥା ଜେରୁସାଲେମର ରାସ୍ତା ଗୁଡ଼ିକରେ ଧୂପାର୍ଚ୍ଚନା କଲେ, ସେତେବେଳେ ପ୍ରଭୁ କ'ଣ ତାହା ସ୍ମରଣ କଲେ ନାହିଁ? ସେ କ'ଣ ସେ ସମ୍ବନ୍ଧରେ ବିବେଚନା କଲେ ନାହିଁ? ତୁମମାନଙ୍କ ଦୁଷ୍କର୍ମ ସବୁ ତଥା ଘୃଣ୍ୟ କାର୍ଯ୍ୟ ପ୍ରଭୁଙ୍କ ପ୍ରତି ଅସହ୍ୟ ଥିଲା। ସୁତରାଂ ତୁମମାନଙ୍କ ଦେଶ ଜନହୀନ ହୋଇ ଆଜି ସୁଦ୍ଧା ବିଜନ, ଶୂନ୍ୟ ତଥା ଅଭିଶପ୍ତ ହୋଇ ରହିଛି। ପ୍ରଭୁଙ୍କ ବଚନର ଅନୁଗତ ନ ହୋଇ ଓ ତାହାଙ୍କର ବିଧାନ, ଆଜ୍ଞା ତଥା ନିର୍ଦ୍ଦେଶ ସବୁ ପାଳନ ନ କରି ତୁମେମାନେ ଯେହେତୁ ପ୍ରଭୁଙ୍କ ବିରୁଦ୍ଧରେ ପାପ କଲ, ସେ ହେତୁ ଆଜି ସୁଦ୍ଧା ତୁମ ପାଇଁ ଏପରି ଅନିଷ୍ଟ ଘଟେ। ଜେରେମିୟା ପୁନରାୟ ସମସ୍ତ ଜନତା ଓ ନାରୀଙ୍କୁ କହିଲେ, ଇଜିପ୍ଟବାସୀ, ହେ ଯୁଦା ବଂଶର ଲୋକେ, ପ୍ରଭୁଙ୍କର ବଚନ ଶୁଣ। ଇସ୍ରାଏଲର ଈଶ୍ୱର ସେନାଧୀଶ ପ୍ରଭୁ କହନ୍ତି, ତୁମେମାନେ ଓ ତୁମ ପତ୍ନୀମାନେ ନିଜ ନିଜ ମୁଖରେ ପ୍ରଖ୍ୟାପନ କରିଅଛ ଯେ, ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପାର୍ଚ୍ଚନା ତଥା ପାନୀୟ ବଳି ଉତ୍ସର୍ଗ କରିବା ପାଇଁ ଯେଉଁ ବ୍ରତ ଗ୍ରହଣ କରିଅଛୁ, ଆମ୍ଭେମାନେ ତାହା ଅବଶ୍ୟ ପାଳନ କରିବୁ। ସ୍ୱହସ୍ତରେ ତୁମେମାନେ ତାହା ମଧ୍ୟ କରିଅଛ। ତାହେଲେ ତୁମମାନଙ୍କ ବ୍ରତ ସବୁ ସ୍ଥିର କରି ପାଳନ କର। ଇଜିପ୍ଟବାସୀ, ହେ ଯୁଦା ବଂଶମାନେ, ପ୍ରଭୁଙ୍କର ବଚନ ଶୁଣ। ପ୍ରଭୁ କହନ୍ତି, ମୋର ମହାନାମରେ ଶପଥ କରି ମୁଁ କହେ ଯେ, ମୋର ନାମକୁ ସାକ୍ଷୀ ରଖି ଜୀବିତ ପ୍ରଭୁ ଈଶ୍ୱରଙ୍କ ନାମରେ ମୁଁ କହେ ଯେ, ବୋଲି କହି ସମଗ୍ର ଇଜିପ୍ଟ ସାରା କୌଣସି ଯୁଦା ବଂଶର ଜଣେ ଲୋକ ଆଉ କେବେ ଶପଥ ଗ୍ରହଣ କରିବ ନାହିଁ। କୌଣସି ମଙ୍ଗଳ ପାଇଁ ନୁହେଁ, ବରଂ ଅନିଷ୍ଟ କରିବା ଉଦ୍ଦେଶ୍ୟରେ ମୁଁ ସେମାନଙ୍କ ଉପରେ ଦୃଷ୍ଟିପାତ କରେ। ଇଜିପ୍ଟବାସୀ ଯୁଦା ବଂଶଜମାନେ ଯେ ପର୍ଯ୍ୟନ୍ତ ସମୂଳେ ନିଶ୍ଚିହ୍ନ ନ ହେବେ, ସେ ପର୍ଯ୍ୟନ୍ତ ଖଡ଼୍ଗ ତଥା ଦୁର୍ଭିକ୍ଷ ସେମାନଙ୍କୁ ଶିକାର କରିବ। ଖଡ଼୍ଗରୁ ରକ୍ଷା ପାଇବା ପାଇଁ ଏକ କ୍ଷୁଦ୍ର ସଂଖ୍ୟକ ଜନତା ଇଜିପ୍ଟରୁ ଯୁଦାକୁ ଫେରିଯିବେ। ଇଜିପ୍ଟରେ ବାସ କରିବା ପାଇଁ ଯେଉଁମାନେ ଆସିଥିଲେ, ଯୁଦାର ସେହି ଅବଶିଷ୍ଟାଂଶ ସେ ସମୟରେ ଜାଣି ରଖିବେ ଯେ, ମୋର ବା ସେମାନଙ୍କର କାହାର ବଚନ ତିଷ୍ଠି ରହିବ। ତୁମମାନଙ୍କ ବିରୁଦ୍ଧରେ ଅନିଷ୍ଟ ଘଟାଇବା ପାଇଁ ଯେଉଁ ବଚନ ମୁଁ ଘୋଷଣା କରିଅଛି, ତାହା ଯେପରି ତିଷ୍ଠି ରହେ, ସେଥିପାଇଁ ତୁମମାନଙ୍କୁ ଦଣ୍ଡ ଦେଇ ମୁଁ ତାହା ପୂର୍ଣ୍ଣ କରିବି। ଏଥିପାଇଁ ମୁଁ ଏକ ସଂକେତ ପ୍ରଦାନ କରେ। ପ୍ରଭୁ କହନ୍ତି, ଯୁଦାର ରାଜା ସେଦେକିୟାର ଜୀବନ ହରଣ କରିବା ପାଇଁ ଯିଏ ଉଦ୍ୟତ ହେଲା, ସେହି ତାହାର ଶତ୍ରୁ ବାବିଲୋନର ରାଜା ନେବୁଖାଦ୍ନେସର ହସ୍ତରେ ମୁଁ ତାହାକୁ ଯେପରି ସମର୍ପଣ କଲି, ସେହିପରି ଇଜିପ୍ଟର ରାଜା ଫାରୋ ହେଫ୍ରାକୁ ତାହାର ଶତ୍ରୁମାନଙ୍କ ହସ୍ତରେ ଓ ତାହାର ଜୀବନ ହରଣ କରିବା ପାଇଁ ଯେଉଁମାନେ ଅନ୍ୱେଷଣ କରନ୍ତି, ସେମାନଙ୍କ ହସ୍ତରେ ମୁଁ ସମର୍ପଣ କରିବି। 45 ଅଧ୍ୟାୟ। ବାରୁକ ପ୍ରତି ଦିବ୍ୟବାଣୀ। ଯୁଦାର ରାଜା ଜେସିଆର ପୁତ୍ର ଜେହୋୟାକିମର ରାଜତ୍ୱର 4ଥ ବର୍ଷରେ ଜେରେମିୟାଙ୍କ ଶ୍ରୁତି ଲିଖନ ଅନୁସାରେ ନେରିୟାର ପୁତ୍ର ବାରୁକ ଯେବେ ତାହାଙ୍କର ସମସ୍ତ ବଚନ ଏକ
ପୁସ୍ତକରେ ଲିପିବଦ୍ଧ କଲା। ତେବେ ଜେରେମିୟା ବାରୁଖାଙ୍କୁ କହିଲେ, ହେ ବାରୁଖ, ଇସ୍ରାଏଲର ଈଶ୍ୱର ପ୍ରଭୁ ତୁମକୁ କହନ୍ତି, ତୁମେ କହିଅଛ ମୋତେ ଧିକ୍। ମୋର ବ୍ୟଥା ସହିତ ପ୍ରଭୁ ଦୁଃଖ ସଂଯୋଗ କରିଅଛନ୍ତି। ଆର୍ତ୍ତନାଦ କରି ମୁଁ କ୍ଳାନ୍ତ ହୁଏ। ମୁଁ କୌଣସି ଆଶ୍ୱାସନା ପାଏ ନାହିଁ। ତୁମେ ତାଙ୍କୁ ଏହିପରି କହିବ, ପ୍ରଭୁ କହନ୍ତି, ଯାହା ମୁଁ ନିର୍ମାଣ କଲି ମୁଁ ତାହା ବିଧ୍ୱସ୍ତ କରେ। ମୁଁ ଯାହା ରୋପଣ କଲି ତାହା ମୁଁ ଉତ୍ପାଟନ କରେ। ସମଗ୍ର ଦେଶ ପ୍ରତି ଏହା ହିଁ ମୁଁ ସାଧନ କରିବି। ତୁମେ କ'ଣ ନିଜ ପାଇଁ ମହତ୍ ବିଷୟ ସନ୍ଧାନ କରୁଅଛ? ତାହାର ଅନ୍ୱେଷଣ କର ନାହିଁ। ପ୍ରଭୁ କହନ୍ତି, ଯେଉଁମାନେ ମାଂସ ମାତ୍ର ସେମାନଙ୍କ ବିରୁଦ୍ଧରେ ମୁଁ ଅନିଷ୍ଟ ଘଟାଏ। କିନ୍ତୁ ଯେଉଁ ସମସ୍ତ ସ୍ଥାନକୁ ତୁମେ ଯିବ ସେ ସବୁଠାରେ ଯୁଦ୍ଧ ନୀତି ମୁତାବକ ସଂରକ୍ଷିତ ଏକ ବସ୍ତୁ ସଦୃଶରେ ତୁମ ଜୀବନକୁ ମୁଁ ରକ୍ଷା କରିବି। 46 ଅଧ୍ୟାୟ ଇଜିପ୍ଟ ବିରୁଦ୍ଧରେ ଦିବ୍ୟବାଣୀ। ଜାତି ସମୂହ ସମ୍ବନ୍ଧରେ ଜେରେମିୟାଙ୍କୁ ପ୍ରାପ୍ତ ପ୍ରଭୁଙ୍କର ବଚନ। ଇଜିପ୍ଟ ସମ୍ବନ୍ଧରେ ଜୁଦାର ରାଜା ଜୋସିଆର ପୁତ୍ର ଜିହାକିମଙ୍କ ରାଜତ୍ୱର 4ଥ ବର୍ଷରେ ବାବିଲୋନର ରାଜା ନେବୁଖାଦ୍ନେସର ୟୁଫ୍ରେଟିସ୍ ନଦୀ ସମୀପସ୍ଥ କାର୍କେମିଶରେ ଯାହାକୁ ପରାଜିତ କଲେ, ସେହି ଫାରୋ ନେକାଙ୍କର ସୈନ୍ୟ ଦଳ ସମ୍ବନ୍ଧରେ ଦିବ୍ୟବାଣୀ। ଯୁଦ୍ଧ ପାଇଁ ବଚନ ତଥା ଢାଲ ପରିହିତ ହୋଇ ଅଗ୍ରସର ହୁଅ। ହେ ଅଶ୍ୱାରୋହୀମାନେ, ଜିନ୍ ପିନ୍ଧାଇ ଘଟକମାନଙ୍କ ଉପରେ ଆରୋହଣ କର। ଶିରୋଣାସ୍ତ୍ର ପରିଧାନ କରି ଧାଡ଼ି ଧାଡ଼ି ହୋଇ ତୁମେମାନେ ଦଣ୍ଡାୟମାନ ହୁଅ। ବର୍ଚ୍ଛାଗୁଡ଼ିକୁ ପରିଷ୍କାର କର ଓ ସାଜୁ ପରିହିତ ହୁଅ। ମୁଁ କ'ଣ ଦେଖୁଅଛି? ବିଭ୍ରାନ୍ତ ହୋଇ ସେମାନେ ହଟି ଯାଇଛନ୍ତି। ଯୁଦ୍ଧରେ ପରାଜିତ ହୋଇ ସେମାନଙ୍କ ଯୋଦ୍ଧାମାନେ ପଛକୁ ନ ଚାହିଁ ଶୀଘ୍ର ପଳାୟନ କରନ୍ତି। ପ୍ରଭୁ କହନ୍ତି ଯେ, ଆତଙ୍କ ସର୍ବତ୍ର ଦୃଶ୍ୟମାନ। ଦ୍ରୁତଗାମୀମାନେ ପଳାୟନ କରି ପାରୁନାହାନ୍ତି କିମ୍ବା ଯୋଦ୍ଧାମାନେ ରକ୍ଷା ପାଇ ପାରୁନାହାନ୍ତି। ଉତ୍ତର ଦିଗରେ ୟୁଫ୍ରେଟିସ୍ ନଦୀ ସମୀପରେ ଝୁଣ୍ଟି ପଡ଼ି ସେମାନେ ପତିତ ହୋଇଛନ୍ତି। ନୀଳ ନଦୀ ପରି ଯିଏ ଉଠେ ଓ ଚୋଟକୁ ଧକ୍କା ଦେଇ ପ୍ରବାହିତ ନଦୀ ତୁଲ୍ୟ ଯିଏ ଉଚ୍ଛ୍ୱସିତ ହୁଏ, ସେହି ଏହି ବ୍ୟକ୍ତି ବା କିଏ? ନୀଳ ନଦୀ ସଦୃଶ୍ୟ ଇଜିପ୍ଟ ଉଠେ। ତଟକୁ ଧକ୍କା ଦେଇ ପ୍ରବାହିତ ନଦୀର ଜଳ ତୁଲ୍ୟ ତାହା ଉଚ୍ଛ୍ୱସିତ ହୁଏ। ସେ କହିଲା, ମୁଁ ଏଠି ପୃଥିବୀକୁ ଆଚ୍ଛାଦନ କରିବି। ରାଜ୍ୟଗୁଡ଼ିକୁ ତଥା ତନ୍ମଧ୍ୟବାସୀମାନଙ୍କୁ ମୁଁ ବିନାଶ କରିବି। ହେ ଘଟକଗଣ, ଅଗ୍ରସର ହୁଅ। ହେ ରଥ ସମୂହ, ଗର୍ଜନ କରି ଅଗ୍ରସର ହୁଅ। ଯେଉଁମାନେ ଢାଲ ପରିହିତ, ସେହି ଇଥିଓପିଆ ତଥା ପୁଟବାସୀମାନେ, ଯେଉଁମାନେ ନିପୁଣ ଧନୁର୍ଦ୍ଧର, ସେହି ଲୁଦ୍‌ବାସୀମାନେ ଅଗ୍ରଗମନ କରନ୍ତୁ। ଏହା ଅଟେ ସେନାଧୀଶ ପ୍ରଭୁ ଈଶ୍ୱରଙ୍କର ଦିବସ, ପ୍ରତିଶୋଧର ଦିବସ ଓ ତାହାଙ୍କ ଶତ୍ରୁମାନଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ନିରୂପିତ ଦିବସ। ସଂହାର କରି ଖड्ଗ ପରିତୃପ୍ତ ହେବ ଓ ପରିତୃପ୍ତ ହେବା ପର୍ଯ୍ୟନ୍ତ ସେମାନଙ୍କର ରକ୍ତ ପାନ କରିବ। କାରଣ ଉତ୍ତର ଦିଗସ୍ଥ ରାଜ୍ୟରେ ୟୁଫ୍ରେଟିସ୍ ନଦୀ ଉପକୂଳରେ ସେନାଧୀଶ ପ୍ରଭୁ ଈଶ୍ୱର ଏକ ନୈବେଦ୍ୟ ଅର୍ପଣ କରନ୍ତି। ଇଜିପ୍ଟରେ ହେ କୁମାରୀ କନ୍ୟା, ଗିଲିଆଦକୁ ଯାତ୍ରା କରି ଅଞ୍ଜନ ତୈଳ ଗ୍ରହଣ କର। ବ୍ୟର୍ଥରେ ତୁମେ ବହୁବିଧ ଔଷଧ ବ୍ୟବହାର କରୁଅଛ। ତୁମ ପାଇଁ ସୁସ୍ଥୀକରଣ ସମ୍ଭବ ହେବ ନାହିଁ। ଜାତି ସକଳ ତୁମର ଅପମାନ ସମ୍ବନ୍ଧରେ ଶୁଣିବାକୁ ପାଇଛନ୍ତି। ପୃଥିବୀ ସାରା ତୁମ କ୍ରନ୍ଦନ ସ୍ମରି ମୁଖରିତ ହୁଏ। ପରସ୍ପରକୁ ଧକ୍କା ଦେଇ ଯୋଦ୍ଧାମାନେ ପତିତ ହୁଅନ୍ତି। ସେମାନେ ଉଭୟେ ସମ୍ମିଳିତ ଭାବେ ପତିତ ହୁଅନ୍ତି। ଇଜିପ୍ଟକୁ ଆକ୍ରମଣ। ଇଜିପ୍ଟକୁ ଆକ୍ରମଣ କରିବା ପାଇଁ ବାବିଲୋନର ରାଜା ନେବୁକାଦ୍‌ନେସରଙ୍କ ଆଗମନ ସମ୍ବନ୍ଧରେ ପ୍ରବକ୍ତା ଜେରେମିୟାଙ୍କୁ ପ୍ରଭୁଙ୍କ ଦ୍ୱାରା କଥିତ ବଚନ। ଇଜିପ୍ଟରେ ଏହା ପ୍ରଖ୍ୟାପନ କର। ମିଗ୍‌ଦଲରେ ଏହା ଘୋଷଣା କର। ମେମ୍ଫିସ୍ ତଥା
ତାହପାନେସରେ ଏହା ବିଜ୍ଞାପନ ପ୍ରସ୍ତୁତ ହୁଅ। ଜାଗ୍ରତ ହୋଇ ରୁହ, ତୁମ ଚତୁଃପାର୍ଶ୍ୱସ୍ଥ ସର୍ବସ୍ୱକୁ ଖଡ଼୍ଗ ଗ୍ରାସ କରିବ। ଆଫିସ୍ କାହିଁକି ଉଚ୍ଛେଦିତ ହେଲା? ତୁମର ସେହି ବୃଷଭ କାହିଁକି ଦଣ୍ଡାୟମାନ ହେଲା ନାହିଁ? ପ୍ରଭୁ ତାହାଙ୍କୁ ବିଦ୍ଧ କରି ନିପତିତ କରାଇଅଛନ୍ତି। ଝୁଣ୍ଟି ପଡ଼ି ତୁମ ଜନସମାଜ ନିପତିତ ହେଲା। ସେମାନେ ପରସ୍ପର କୁହାକୁହି ହେଲେ, ସଂହାରକର ଖଡ଼୍ଗ ଯୋଗୁଁ ଆମେ ଉଠି ସୃଜନମାନଙ୍କ ସମୀପକୁ ଓ ସ୍ୱଦେଶକୁ ଫେରିଯିବା। ସୁଯୋଗକୁ ବୃଥାରେ ଅପବ୍ୟୟ କରୁଥିବା ଜଣେ ବାଚାଳକ ନାମରେ ଇଜିପ୍ଟର ରାଜା ଫାରାଓଙ୍କୁ ନାମିତ କର। ସେନାଧୀଶ ପ୍ରଭୁ ନାମରେ ନାମିତ ସେହି ରାଜା କହନ୍ତି, ସ୍ୱଜୀବନ ନାମରେ ଶପଥ କରି ମୁଁ କହେ ଯେ, ପର୍ବତ ସମୂହ ମଧ୍ୟରେ ତାବାର ସଦୃଶ୍ୟ ଓ ସମୁଦ୍ର ପାର୍ଶ୍ୱବର୍ତ୍ତୀ କାର୍ମେଲ ତୁଲ୍ୟ ଜଣେ ବ୍ୟକ୍ତି ଆସିବେ। ହେ ଇଜିପ୍ଟବାସୀମାନେ, ନିର୍ବାସିତ ଜୀବନ ଯାପନ କରିବା ପାଇଁ ତୁମେମାନେ ଗଣ୍ଠିଲି ପ୍ରସ୍ତୁତ କର। ମେଫିସ୍ ଜନହୀନ ତଥା ଧ୍ୱଂସାବଶେଷରେ ପରିଣତ ହେବ। ଇଜିପ୍ଟ ଏକ ରମଣୀୟ ଛଡ଼ା ଅଟେ, କିନ୍ତୁ ଉତ୍ତରରୁ ଗୋଟିଏ ତାଆସା ତାଙ୍କୁ ଆକ୍ରମଣ କରିବ। ଭଡ଼ାରେ ଆନୀତ ତାହାର ସୈନ୍ୟବାହିନୀ ହୃଷ୍ଟପୃଷ୍ଟ ବାଛୁରୀ ସଦୃଶ୍ୟ ଅଟେ, କିନ୍ତୁ ପ୍ରତିଶୋଧ କରିବାକୁ ଅକ୍ଷମ ହୋଇ ସେମାନେ ବୁଲି ପଡ଼ି ସମ୍ମିଳିତ ଭାବେ ପଳାୟନ କରନ୍ତି, କାରଣ ଦୁର୍ଗତିର ଦିବସ ତଥା ଶାନ୍ତି ବିଧାନର ସମୟ ସେମାନଙ୍କ ପ୍ରତି ଅବଗତ। ଧୀରେ ଧୀରେ ଯାଉଥିବା ଏକ ସର୍ପ ସଦୃଶ୍ୟ ସେ ହିସ୍ ହିସ୍ ଶବ୍ଦ କରେ। ଶତ୍ରୁ ସୈନ୍ୟ ତାହା ବିରୁଦ୍ଧରେ ଆଗମନ କରେ। କାଠ କଟାଳିମାନଙ୍କ ଭଳି ସେମାନେ କୁରାଡ଼ି ନେଇ ଆସନ୍ତି। ପ୍ରଭୁ କହନ୍ତି, ଦୁର୍ଭେଦ୍ୟ ଥିବା ସତ୍ତ୍ୱେ ତାହାର ଅରଣ୍ୟକୁ କାଟି ସେମାନେ ତାହା ନିଶ୍ଚିହ୍ନ କରିବେ, କାରଣ ସେମାନେ ପଙ୍ଗପାଳ ପୁଞ୍ଜ ଅପେକ୍ଷା ଅଧିକ ଓ ଗଣନାତୀତ ଅଟନ୍ତି। ଇଜିପ୍ଟର କନ୍ୟା ଅପମାନିତ ହେବ, ଉତ୍ତର ଦିଗରୁ ଆସୁଥିବା ଜନତା ହସ୍ତରେ ସମର୍ପିତ ହେବ। ଇସ୍ରାଏଲର ଈଶ୍ୱର ସେନାଧୀଶ ପ୍ରଭୁ କହନ୍ତି, ତେବେସ୍ର ଆମନ, ଫାରୋ, ଇଜିପ୍ଟ ଓ ତାହାର ଦେବବୃନ୍ଦ ତଥା ରାଜଗଣ, ଫାରୋ ଓ ତାଠାରେ ଆସ୍ଥା ସ୍ଥାପନ କରିଥିବା ସମସ୍ତଙ୍କୁ ମୁଁ ଦଣ୍ଡ ଦେବି। ସେମାନଙ୍କ ଜୀବନ ହରଣ କରିବା ପାଇଁ ଯେଉଁମାନେ ଅନ୍ୱେଷଣ କରନ୍ତି, ବାବିଲୋନର ସେହି ରାଜା ନେବୁକାଦନେସାର ଓ ତାର ପରିଚାରକମାନଙ୍କ ହସ୍ତରେ ମୁଁ ସେମାନଙ୍କୁ ସମର୍ପଣ କରିବି। କିନ୍ତୁ ପ୍ରଭୁ କହନ୍ତି, ଇଜିପ୍ଟକୁ ପୁନରାୟ ପୂର୍ବ ଭଳି ଜନପୂର୍ଣ୍ଣ ହେବ। କିନ୍ତୁ ମୋର ଦାସ ହେ ଯାକୋବ, ଭୀତ ହୁଅ ନାହିଁ। ହେ ଇସ୍ରାଏଲର ବିଭ୍ରାନ୍ତ ହୁଅ ନାହିଁ, କାରଣ ଦୂର ଦେଶରେ ଦାସ୍ୟବୃତ୍ତିରେ ଜୀବନ ଯାପନ କରୁଥିବା ତୁମକୁ ଓ ତୁମ ବଂଶଧରମାନଙ୍କୁ ମୁଁ ଉଦ୍ଧାର କରିବି। ଯାକୋବ ଫେରି ଆସିବ, ଶାନ୍ତି ତଥା ସୁରକ୍ଷିତ ଅବସ୍ଥା ସେ ଭୋଗ କରିବ ଓ କେହି କେବେ ତାଙ୍କୁ ଭୀତତ୍ରସ୍ତ କରିବ ନାହିଁ। ପ୍ରଭୁ କହନ୍ତି, ମୋର ଦାସ ହେ ଯାକୋବ, ଭୀତ ହୁଅ ନାହିଁ। ମୁଁ ତୁମ ସହବର୍ତ୍ତୀ। ଯେଉଁଠାକୁ ମୁଁ ତୁମକୁ ତଡ଼ିଦେଲି, ସେ ସମସ୍ତ ଦେଶକୁ ମୁଁ ସମୂଳେ ନିଶ୍ଚିହ୍ନ କରିବି, କିନ୍ତୁ ତୁମକୁ ମୁଁ ସମ୍ପୂର୍ଣ୍ଣ ଭାବେ ନିର୍ମୂଳ କରିବି ନାହିଁ। ନ୍ୟାୟୋଚିତ ଭାବେ ମୁଁ ତୁମକୁ ଦଣ୍ଡ ଦେବି, ମୁଁ ତୁମକୁ ଅଦଣ୍ଡିତ ଛାଡ଼ିବି ନାହିଁ।